सर्वे भवन्तु सुखिनः सर्वे सन्तु निरामयाः सर्वे भद्राणि पश्यन्तु मा कश्चित् दुःखभाग् ॐ शान्ति शान्ति शान्ति। ମାର୍ଶାଘାଇ ଅଞ୍ଚଳର କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଅଞ୍ଚଳର ମଣିକୁଣ୍ଡା ଗ୍ରାମରେ ଗଠିତ ଯେଉଁ ସଂଘାଶ୍ରମଟି ରହିଛି ସେଇଠାରେ ଆଜି ସାନ୍ଧ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ବାତୋ କେନ୍ଦୁଝର ବାତୋର ପଞ୍ଚବଟୀ ଆଶ୍ରମରେ ଦିନିକିଆ କାର୍ଯ୍ୟକ୍ରମ ଶେଷ ପରେ ଆଜି ମଣିକୁଣ୍ଡା ଆଶ୍ରମରେ ସନ୍ଧ୍ୟାରେ ପ୍ରାର୍ଥନା ଏବଂ ସତ୍ସଙ୍ଗ ଅନୁଷ୍ଠିତ ହେଉଛି। ପୂର୍ବ 2-3 ଦିନ କହିଥିଲି 2-3 ଦିନ ସବୁଦିନେ ଯୋଗ ଉପରେ କିଛି କଥା କହିଥିଲି। ଆପଣମାନେ ମନେ ରଖିଥିବେ ଯୋଗ ସଂଯୋଗ ବିଯୋଗ ଏସବୁ ହେଉଛି ଯୋଗ। ଯୋଗ କହିଲେ ଆମେ କେବଳ ଭାବୁ ନିର୍ଦ୍ଦିଷ୍ଟ ଆସନ ପଦ୍ମାସନ ସମାସନ ବୀରାସନ ବଜ୍ରାସନ ଶବାସନ ଏହାକୁ ହିଁ ଆମେ ଏମିତି ଅନେକ ଆସନ 64ଟି ଆସନକୁ ଆମେ ଯୋଗ ବୋଲି କହୁ। ଧ୍ୟାନ ଏସବୁକୁ ମଧ୍ୟ ଧ୍ୟାନ ପ୍ରାଣାୟାମ ଆକୁ ସବୁ ଆମେ ଯୋଗ ବୋଲି କହୁ। କିନ୍ତୁ ଯଦି ପ୍ରକୃତରେ ଦେଖାଯାଏ ଯୋଗରୁ ହିଁ ଜଗତ ସୃଷ୍ଟି ହେଇଛି, ଯୋଗରୁ ହିଁ ଜଗତ। ପ୍ରତିଟି ଜୀବନ ଯୋଗ ମାଧ୍ୟମରେ ଏ ପୃଥିବୀକି ଆସେ। ଆପଣମାନେ ଲକ୍ଷ୍ୟ କରନ୍ତୁ ଆକାଶରେ ଗୋଟିଏ କଳା ବାଦଲ କଳା ମେଘ ଫୁଟି ଆସିଲା, ଠିକ୍ ତାପରେ ପରେ ପବନ ପ୍ରବାହିତ ହେଲା। ପଶ୍ଚିମା ପବନ ଯେତେବେଳେ ବହିଲା ସେ ବାଦଲଟି ଅନ୍ୟ ଏକ ବାଦଲରେ ସଂଯୋଗ ହୋଇ ତା ଭିତରୁ ସୃଷ୍ଟି ହେଲା ବିଜୁଳି ଘଡ଼ଘଡ଼ି ଏବଂ ମେଘ।
ଏହା କ'ଣ ଗୋଟିଏ ଯୋଗ ନୁହେଁ? ଠିକ୍ ସେହି ସମୟରେ ଗୋଟିଏ ଉତ୍ତରା ପବନ ବହିଲା, ଉତ୍ତରରୁ ପବନଟି ବହିଲା। ସାଙ୍ଗେ ସାଙ୍ଗେ ଯୋଗଟି, ସେଇ ଯେଉଁ ବର୍ଷାକାଳୀନ ଯୋଗଟି ବିଯୋଗରେ ପରିଣତ ହେଲା। ତାମାନେ ମେଘ ଛାଡ଼ିଗଲା। ଦକ୍ଷିଣା ପବନ ବା ବହିଲା। ତେଣୁ ଇଏ ହେଉଛି ବିଯୋଗ। ସଂଯୋଗ ହେଲା, ଯଦି ପୂର୍ବ ଦିଗର ପବନ ଯୋଗ ହେଲା, ସେ ଆହୁରି ଭୟଙ୍କର ହେଇ ଉଠିଲା। ତେଣୁ ଯୋଗରୁ ଜଗତ ସୃଷ୍ଟି ହେଲା। ସୂର୍ଯ୍ୟ ଆଉ ପୃଥିବୀ, ଇଏ ଦୁଇ ଜଣଙ୍କର ସଂଯୋଗରୁ ଆମେ ଅନନ୍ତ କୋଟି ବ୍ରହ୍ମାଣ୍ଡକୁ ଆଜି ଦେଖିବାକୁ ପାଉଛୁ। ବ୍ରହ୍ମାଣ୍ଡ ମାଳମାଳ ହୋଇ ଯା ଲୋମ ମୂଳେ ବିରାଜ ହୋଇ, ସେ କେଉଁଠାରୁ ଆସିଲା? କେବଳ ଯୋଗରୁ। ଯେଉଁ ସଦ୍ଗୁରୁମାନେ ପୃଥିବୀକି ଆସିଛନ୍ତି, ବିନା ଯୋଗରୁ ଆସିନାହାନ୍ତି, ସେ ଯୋଗରୁ ହିଁ ଆସିଛନ୍ତି। ଯାହାଙ୍କ ନାଁ ଆପଣ ସ୍ମରଣ କରିବେ, ଆପଣ ଯୁକ୍ତି ଦ୍ୱାରା କହିପାରନ୍ତି ସେ ଅମୁକ ସଦ୍ଗୁରୁ ଅଯୋନି ସମ୍ଭୁରା, ଯୋନି ଦ୍ୱାରା ଦେଇ ସେ ଆସିନି। ଏମିତି କିଛି କଥା ମଧ୍ୟ ଅଛି ଏବଂ ସେ କଥାକୁ ମଧ୍ୟ ଅତି ଦୃଢ଼ ଭାବରେ ତାଙ୍କ ଆନୁଗତ୍ୟମାନେ ତାକୁ ପ୍ରତିଷ୍ଠା କରି ଚାଲିଛନ୍ତି। କିନ୍ତୁ ବ୍ୟକ୍ତିଗତ ଭାବରେ ବଳିଆ ଏସବୁକୁ ସମ୍ମାନ ଦେଇ ସେ କଥା ଉପରେ ଗୁରୁତ୍ୱ ଦିଏ ନାହିଁ। ଜଣେ ଅଯୋନି ସମ୍ଭୂତା ହେଲେ ଯେ ସେ ଅବତାର ହେଇପାରିବେ, ସଦ୍ଗୁରୁ ହେଇପାରିବେ, ମହାପୁରୁଷ ହେଇପାରିବେ। ଆଉ ଜଣେ ଯୋନିରୁ ଜନ୍ମ ହେଲେ, ଯୋନି ବାଟ ଦେଇ ଜନ୍ମ ନେଲେ ସେ ଯେ ମହାପୁରୁଷ ହେଇପାରିବେନି। ଆଜି ଆପଣମାନେ ଲକ୍ଷ୍ୟ କରୁଥିବେ, ପିଲା ଜନ୍ମ ହେବାର ସମୟ ହେଇନି, ଆହୁରି 15 ଦିନ କି 8 ଦିନ ବାକି ଅଛି। ଯେଉଁ ଡକ୍ଟର ଗାଇନିଂ ସ୍ପେଶାଲିଷ୍ଟ ସେ କହିଛନ୍ତି ଅମୁକ ତାରିଖରେ ସନ୍ତାନ ହେବ। ମାଆକୁ କଷ୍ଟ ହେଲା, ତେଣୁ ତାକୁ ତାର ପେଟକୁ ଚିରିକିରି ସେ ପିଲାଟାକୁ ବାହାର କରିଦିଆହେଲା। ତେଣୁ ଏଠି ଅଯୋନି ସମ୍ଭୂତା, ତାକୁ କ'ଣ କୁହାଯିବନି? ସେ ଯୋନି ଦ୍ୱାରା ଦେଇ ଆସିନି। ଆଜି ଗୋଟିଏ ଶିଶୁ, ଆଜି ସକାଳେ ବୋଧେ ଆଜି ଗୋଟିଏ ଶିଶୁ ଆସିଥିଲା ଆଶ୍ରମ ପର୍ଯ୍ୟନ୍ତ, କାଲି ସନ୍ଧ୍ୟାରେ ବାତରେ। ସେ ଯାଜପୁର ରୋଡ଼ର ଜଣେ ଭଦ୍ରଲୋକଙ୍କର ସନ୍ତାନ। ସେ ଯୋନି ସମ୍ଭୂତା ନୁହନ୍ତି, ସେ ଟେଷ୍ଟ ଟ୍ୟୁବ୍ ମାଧ୍ୟମରେ ସେ ପିଲାଟିକୁ ଜନ୍ମ ଦେଇଛନ୍ତି। ଶିଶୁ ଅନନ୍ତଙ୍କ ଆଶ୍ରୟରେ, ବଳିଆର ଆଦେଶରେ ବା ଇଚ୍ଛାରେ ସେ ପିଲାଟି, ସୁନ୍ଦର ପିଲାଟି ଜନ୍ମ ହେଇଛି। ସୁନ୍ଦର ଭାବରେ ସେ ଖେଳୁଛି, ସୁନ୍ଦର କଥା କହୁଛି, ପାଠ ମଧ୍ୟ ପଢ଼ୁଛି। ବୋଧେ ତାକୁ 3 ବର୍ଷ କି 4 ବର୍ଷ। ସେ ମଞ୍ଚ ତଳୁ ଗୋଟିଏ ଫୁଲ ଆଣି ମୋତେ ଦେଇ ଦଣ୍ଡବତ କରି ମଞ୍ଚ ତଳକୁ ଗଲା। ତେଣୁ ମୋଟାମୋଟି କଥା, ଯୋଗରୁ ଜଗତ ଜନ୍ମ। ଦେଖନ୍ତୁ, ଆପଣଙ୍କ ମୁହଁରେ ନାକଟିଏ ଅଛି, ନିଶ୍ୱାସଟି ଯଦି ତା ନାକ ବାଟେ ଯିବ ନେଇକି ଆସିବନି, ଆମେ କ'ଣ ବଞ୍ଚିବା? ଏଠି ଯୋଗଟା ବିୟୋଗ ହେଇଗଲା। ବିୟୋଗ ମାନେ ଫେରାଣ। ଆଖିଟି ଆମେ ଅନେଇଛୁ, ଆମେ ଦେଖୁଛୁ, ଯେତେବେଳେ ଆଖିଟା ସମ୍ପୂର୍ଣ୍ଣ ବୁଜି ହେଇଗଲା, ତାକୁ କିଛି ଦେଖାଗଲାନି,
ସେ ଅନ୍ଧ ହେଇପାରେ ବା ମୃତ୍ୟୁ ହେଇପାରେ। ଏଇ ପାଟିଟା କଥା କହୁଛି, ଖାଦ୍ୟ ଖାଉଛି, ଖୁବ୍ ବଢ଼ିଆ ବଢ଼ିଆ ସର୍ବତ ପିଉଛି, ପାଟି ବନ୍ଦ ହେଇଗଲା। ଲୋକ କହୁଛନ୍ତି ଯେ ପାଟିରେ ଆଉ ତାର ପାଣି ଯାଉନାହିଁ, ତାକୁ ନିର୍ମାଲ୍ୟ ପାଣି ଦିଅ। ତାମାନେ ସେଠି ଯୋଗଟା ବିଯୋଗ ହେଇଗଲା। ଖାଲି ଏତିକି ବି ନୁହଁ, ଆମ ଭିତରେ ଗୋଟେ କିଡନୀ ଅଛି, ହାର୍ଟ ହୃଦୟ ଅଛି, ଲିଭର ଅଛି, ପାକସ୍ଥଳୀ ଅଛି। ଏଗୁଡ଼ାକ ଯଦି କୌଣସି କାରଣରୁ, କୌଣସି ରୋଗର ପ୍ରଭାବରୁ ବା ନିଶା ମାଦକ ଇତ୍ୟାଦି ବ୍ୟବହାର କରୁଥିବାରୁ ଏହା ଯଦି ଡ୍ୟାମେଜ ହେଇଗଲା, ଅର୍ଥାତ୍ ଖରାପ ହେଇଗଲା, ତାକୁ ଆମେ ଆଉ ଗ୍ୟାରେଣ୍ଟି କିଛି ଦେଇପାରିବାନି। ବିଜ୍ଞାନ ବଦଳିଛି, ବିଜ୍ଞାନ ଆଗେଇଛି। ହଁ, ଗୋଟେ ନୂଆ କିଡନୀ ଲାଗିବ, ଗୋଟେ ଡୋନେଟ୍ କିଡନୀ, ଡୋନେଟ୍ ଲିଭର ଲାଗିବ, କିନ୍ତୁ ତାର ଗ୍ୟାରେଣ୍ଟି 50 ବର୍ଷ କେହି ଦେଇପାରିବେ ନାହିଁ। ତେଣୁ ଏହି କ୍ରମରେ ଭଗବାନ ହେଉଛନ୍ତି ଯୋଗମୟ। ନମସ୍ତେ ନମସ୍ତେ ଭବ ବିଶ୍ୱବର୍ତ୍ତି, ନମସ୍ତେ ନମସ୍ତେ ଯୋଗ କଳ୍ପଲତେ, ନମସ୍ତେ ନମସ୍ତେ ଜ୍ଞାନ ଗମ୍ୟତେ, ପ୍ରଣମାମି ଓಂ ନମସ୍ତେ ନମସ୍ତେ। ତେଣୁ ଏଇ ଯୋଗକୁ ଆହୁରି ମାନେ ମଜବୁତ କରିବା ପାଇଁ ଆମ ମହାପୁରୁଷ ମାନେ ଅନେକ ଆସନ, ଧ୍ୟାନ, ପ୍ରାଣାୟାମ କରିଛନ୍ତି। ଆମେ ଗୁଡ଼େ ଖାଉଛୁ, ପୁଣି ଭଲ ଭଲ ଖାଦ୍ୟ ଖାଉଛୁ, ତାକୁ ହଜମ କରିବା ପାଇଁ ଆମେ କୌଣସି ଆସନ କରୁନାହୁଁ। ଖାଇସାରିଲା ପରେ ଆମେ ବଜ୍ରାସନ କରିବୁ, ତାହେଲେ ନିଶ୍ଚିତ ଆମେ ରିଲାକ୍ସ ବା ଆମ ଖାଦ୍ୟ ହଜମ ହେବ। ଯଦି ଆମେ ବୀରାସନ କଲୁ, ଆମର ଶିରା ପ୍ରଶିରା ଗୁଡ଼ିକ ଆକ୍ଟିଭ ହେବ, ଚଳଚଞ୍ଚଳ ହେବ, ଆମକୁ ପାରାଲିସିସ୍ ବା ଏଇଭଳିଆ ଟାଇପ୍ର ବେମାରୀ ହେବ ନାହିଁ। ଯଦି ଆମେ ପ୍ରାଣାୟାମ କରିବୁ, ରକ୍ତଚାପ ଜନିତ ରୋଗ ନିଶ୍ଚୟ ପ୍ରଶମିତ ହେବ। ଏଇଭଳି ଭାବରେ ପ୍ରତ୍ୟେକ ଯୋଗକୁ ମଜବୁତ କରିବା ପାଇଁ, ଯେମିତି ସୁନାଟିଏ ଆପଣ ପାଇଲେ, ସେ ସୁନାଟିକୁ ଯଦି ଯୋଉଠି ମାନେ ସେଠି ରଖିଦେଲେ, ତାକୁ ଚୋର ଚୋରି କରି ନେଇ ଚାଲିଯିବ। ତେଣୁ ସୁନାଟି ଯେଭଳି ମୂଲ୍ୟବାନ, ଏଇ ମୂଲ୍ୟବାନ ସୁନାକୁ ଆମେ ଅନେକ ଦିନ ଭୋଗ କରିବାକୁ ହେଲେ ତା ପାଇଁ ଗୋଟେ ସ୍ୱତନ୍ତ୍ର ମାନେ ସ୍ଥାନ ଦରକାର, ସ୍ୱତନ୍ତ୍ର ବାକ୍ସ ଦରକାର, ସ୍ୱତନ୍ତ୍ର ପାତ୍ର ଦରକାର। ଯଦି ସ୍ୱତନ୍ତ୍ର ନ ରହିବ, ଖାମଖିଆଲି ମନୋଭାବ ହେବ, ତାହେଲେ ସୁନାଟି ଆମେ ପାଇଥିଲୁ ସତ, କିନ୍ତୁ ସେ ବିଲୀନ ହେଇଯିବ। ତେଣୁ ଜୀବନରେ ଯଦି ଆସିଛି ସୁଯୋଗ, ହରାଅନା ବାବୁ ସେଇ ସୌଭାଗ୍ୟ। ଜୀବନରେ ଯଦି ଯୋଗ କରିବା ପାଇଁ, ଆସନ ଶିଖିବା ପାଇଁ, ଧ୍ୟାନ ଶିଖିବା ପାଇଁ, ପ୍ରାଣାୟାମ ଶିଖିବା ପାଇଁ ଯଦି ଆପଣମାନେ 15 ମିନିଟ୍, 20 ମିନିଟ୍, 25 ମିନିଟ୍ ସମୟ ଦେଇପାରୁଛନ୍ତି, ସେଇଟା ଧନ୍ୟବାଦର ପାତ୍ର ଆପଣମାନେ। ତାଦ୍ୱାରା ଦେହ ସୁସ୍ଥ ରହିବ, ଶରୀର ମନ ରଖ ପ୍ରଫୁଲ୍ଲ କଲା, କେବେ ସିନା ଜିଣିବ ସକଳ ବାହାରେ। ଏଇ ଦେଖନ୍ତୁ, ମୁଁ ଏଇଠି କହିବାକୁ ଚାହୁଁଛି, ଖରା ଦିନ ସମ୍ପୂର୍ଣ୍ଣ ଆସିନି, କିନ୍ତୁ ମିଡ଼ିଆ କହୁଛି ଏଠି ଏତେ ଡିଗ୍ରୀ ଟେମ୍ପରେଚର ହେଲା, ଏଠି ଏତେ ଡିଗ୍ରୀ। ଏ କୋଉଠୁ ଆସିଲା? ଗଛ ନାହିଁ, ଜଙ୍ଗଲ ନିଆଁ ଲାଗିଛି, ଗ୍ରୀଷ୍ମ ଉତ୍ତାପ ଆସିଲା। କୋଟି କୋଟି ଗଛ ସୃଷ୍ଟି ହେବ,
ଆମେ ଖରାଦିନେ ବି କମଳ ଘୋଡ଼େଇବୁ, କମଳ ଘୋଡ଼େଇବୁ। ମୁଁ ନିଜେ ଅନୁଭବ କରିଛି ମୋ ଜୀବନରେ। କେନ୍ଦୁଝର ଗନ୍ଧମାର୍ଦ୍ଦନ ପାଖରେ ଗୋଟେ ସ୍ଥାନ ଯେଉଁଠିକି ଆମେ ଯାଉ ଖୋଲା ଦେହରେ, ଯଜ୍ଞ ଶେଷ କରିବା ପାଇଁ ଯାଉ କି ଯଜ୍ଞ କରିବା ପାଇଁ ଯାଉ, କମଳ ଘୋଡ଼େଇକି ବସୁ। ପୁଣି 20 ହାତ କି 25 ହାତ ଘୁଞ୍ଚି ଆଇଲେ ପୁଣି ଆମେ କମଳ ଛାଡ଼ିଦେଉ। ସେଇ ସ୍ଥାନକୁ ଏବେ ଆମେ ଯାଇଥିଲୁ, କିଛି ନାହିଁ, ଗରମ ନାହିଁ କି ଥଣ୍ଡା ନାହିଁ କି କିଛି ନାହିଁ। ଯେଉଁ ଝରଣା ମାନ ପ୍ରବାହିତ ହେଉଥିଲା, ଆଜି ସେ ଝରଣା ନାହିଁ, ଗଛର ଅଭାବ। ଆଜି ଆମେ 8 ଟିକିଆ ରାସ୍ତା କରିବୁ, 10 ଟିକିଆ ରାସ୍ତା କରିବୁ, 4 ଟିକିଆ, କିଏ ମନା କରୁଛି? କର, ମଣିଷର ଯିବା ଆସିବା ପାଇଁ ରାସ୍ତା କର। ଯେତିକି ଗଛ କାଟିଲ ତାର 4 ଗୁଣ ଗଛ ଯଦି କୋଉଠି ଲାଗିବ ତାହେଲେ ସେ ଗ୍ରୀଷ୍ମ ତାପରୁ ଆମେ ରକ୍ଷା ପାଇବା। ଖରା ଦିନ ହେଲେ ବି ଆପଣମାନେ ଗଛଟିଏ ଅନ୍ତତଃ ଲଗାନ୍ତୁ ଆଉ ବଞ୍ଚାନ୍ତୁ। ଗଛ ଆପଣମାନଙ୍କୁ, ଆମକୁ, ସମସ୍ତଙ୍କୁ ବଞ୍ଚିବା ପାଇଁ ଅମ୍ଳଜାନ ରୂପକ ଅମୃତ ଦିଏ। କୋଟି କୋଟି ମନ୍ଦିରରେ କୋଟି କୋଟି ମୂର୍ତ୍ତି ଯଦି ଆପଣ ପୂଜା କରିବେ ମନା ନାହିଁ, କିନ୍ତୁ ମୂର୍ତ୍ତି କିନ୍ତୁ ଅମ୍ଳଜାନ ଦେଇପାରିବନି। ଆପଣ କହିବେ ଆମେ କୃଷ୍ଣଙ୍କର ବିଶ୍ୱ ମୂର୍ତ୍ତି ପୂଜା କରୁଛୁ, ସେ ଫୁଲ ଚନ୍ଦନରେ ପୂଜା କରୁଛନ୍ତି, ବହୁତ ଭଲ, କିନ୍ତୁ ଅମ୍ଳଜାନ ପାଇବାକୁ ହେଲେ ଡାକ୍ତରଖାନାକୁ ଯିବା ପାଇଁ ପଡ଼ିବ। ଏଣେ ଆମେ ବାଡ଼ିଆଡ଼େ, ଆମ ବାଡ଼ିରେ ଥିବା ଅମ୍ଳଜାନ ରୂପକ ଗଛକୁ କାଟିଲୁ, ଡାକ୍ତରଖାନାରେ ଅମ୍ଳଜାନ ଖୋଜିଲୁ। ଯେତେବେଳେ କରୋନା ଆସିଥିଲା, ଦିଲ୍ଲୀରେ, ଦିଲ୍ଲୀ ଭାରତର ରାଜଧାନୀ, ଦିଲ୍ଲୀରେ ଅମ୍ଳଜାନ ଅକ୍ସିଜେନ ମିଳିଲା ନାହିଁ। ସେ ଆମ ମୁଖ୍ୟମନ୍ତ୍ରୀଙ୍କୁ ସେ ନିବେଦନ କଲେ। ଆମ ସରକାର ବା ମୁଖ୍ୟମନ୍ତ୍ରୀ ଓଡ଼ିଶା ସରକାର ତାଙ୍କ ପାଖକୁ ପଠେଇଲେ ମାନେ ଅକ୍ସିଜେନ, ସେ ଧନ୍ୟବାଦ ଜଣାଇଲେ। ଏହା ଯଦି ଆପଣମାନେ ପ୍ରାକ୍ଟିକାଲି ବାସ୍ତବରେ ଅନୁଭବ କରୁଛନ୍ତି ତାହେଲେ ଗଛ ପ୍ରତି ନିର୍ଦୟ ହୁଅନ୍ତୁ ନାହିଁ। ଆଜି ବି ଜଣେ କିଏ କହୁଥିଲା ସେ ବରଗଛଟା ଅଛି, ଲୋକ ସବୁ କହୁଥିଲେ ସେ ବରଗଛ ପାଇଁ ପରା ସେ ବାତ ଗାଁରେ ତ କହୁଥିଲେ, ଆଉ ବରଗଛ ପାଇଁ ଘରଟା ଭାରି ଅସୁବିଧା। ମୁଁ ତାଙ୍କୁ ଗୋଟିଏ କଥା କହିଲି, ଡାଳ କାଟିପାର କିନ୍ତୁ ଗଛ କାଟିବନି। ଗଛର ମୂଲ୍ୟ ନ ବୁଝିଥିବା ବ୍ୟକ୍ତି ସେ ଏଇଭଳିଆ କଥାବାର୍ତ୍ତା କରେ। ଗଛ ଗଛ ଗଛ, ଆଉ ସବୁ ମିଛ। କଥାଟି ଏଇଠି ରଖିବା ଏବଂ ଆମର ଅନ୍ୟାନ୍ୟ କାର୍ଯ୍ୟକ୍ରମ ତ ବୈଶାଖ ପର୍ଯ୍ୟନ୍ତ ସବୁଦିନେ ପ୍ରାୟ ଅଳ୍ପ ବହୁତ ଚାଲିଛି। ମଝିରେ ମଝିରେ ଟିକେ ଆଶ୍ରମରେ ରହିବି, ମୁଁ କ୍ଳାନ୍ତ ହେଇ ପଡ଼ିଲେ ବି, କିନ୍ତୁ ମୋର କର୍ମମୟ ଜୀବନକୁ ମୁଁ ଶାନ୍ତ କରିବା ପାଇଁ ଚାହେଁ ନା। ଯେପର୍ଯ୍ୟନ୍ତ ମୋ ଭିତରେ ଶକ୍ତି ସାମର୍ଥ୍ୟ ଅଛି ମୁଁ ବରଂ ବିଶ୍ରାମ ନେଇକରି କାମ କରିବି, କିନ୍ତୁ କାମ କରିବାକୁ ହେବ, କାରଣ କର୍ମ ହିଁ ଭଗବାନଙ୍କ ସ୍ୱରୂପ। ଜୟ ଗୁରୁ, ଜୟ ଗୁରୁ, ଜୟ ଗୁରୁ। Jai Guru, Jai
जय जय श्री राम।